କୃତକାର୍ଯ୍ୟ ହୋଇ ଶ୍ରେଣୀ ପଦୋନ୍ନତି ପାଇଁ ମୂଲ୍ୟାୟନରେ ଦିଆଯାଇଥିବା ଗୁରୁତ୍ୱ ବିଷୟରେ ବର୍ତ୍ତମାନ ଦେଖିବା। ଆଜି ଆମେ ଦେଖିବା ଅଷ୍ଟମ ଶ୍ରେଣୀର ପରୀକ୍ଷାର ଗୁରୁତ୍ୱ, ମୂଲ୍ୟାୟନର ଉପାଦାନ କ'ଣ ରହିଛି, ଉପ ଉପାଦାନ ଓ ଗୁରୁତ୍ୱ କ'ଣ ରହିଛି। ଦେଖନ୍ତୁ, ଆଭ୍ୟନ୍ତରୀଣ ମୂଲ୍ୟାୟନ ପାଇଁ ଅଛି 50% ଗୁରୁତ୍ୱ ଦିଆଯିବ। ସେହି ଆଭ୍ୟନ୍ତରୀଣ ମୂଲ୍ୟାୟନରେ କ'ଣ କ'ଣ ଯାଉଛି ଦେଖିବା। FA1, FA2, SA1ର 30% ଗୁରୁତ୍ୱ ଦିଆଯିବ। ଲିଖିତ କାର୍ଯ୍ୟ ପାଇଁ 5%ର ଗୁରୁତ୍ୱ ଦିଆଯିବ ଏବଂ ପ୍ରକଳ୍ପ କାର୍ଯ୍ୟ ପାଇଁ 15%ର ଗୁରୁତ୍ୱ ଦିଆଯିବ। ଏବଂ ଆମର ଦେଖନ୍ତୁ, ବାର୍ଷିକ ପରୀକ୍ଷାର 50%କୁ ଗୁରୁତ୍ୱ ଦିଆଯିବ। ପ୍ରକଳ୍ପ କାର୍ଯ୍ୟ ଆମେ ଅଷ୍ଟମ ଶ୍ରେଣୀ ପାଇଁ ଦେଖିବା 15% ଗୁରୁତ୍ୱ। ଅଷ୍ଟମ ଶ୍ରେଣୀରେ ପ୍ରତ୍ୟେକ ବିଷୟ ପାଇଁ 2ଟି ଲେଖାଏଁ ପ୍ରକଳ୍ପ ଦିଆଯିବ। ପ୍ରତି ବିଷୟରେ 2ଟି ଲେଖାଏଁ ପ୍ରକଳ୍ପ ଦିଆଯିବ, 2ଟି ଲେଖାଏଁ। ଯେଉଁଥିରେ ଶିକ୍ଷାର୍ଥୀଟି ଅଧିକ ନମ୍ବର ରଖିଥିବ ସେହି ନମ୍ବରଟିକୁ ଗ୍ରହଣ କରାଯିବ ଏବଂ ତଳେ ସୂଚକ ଦେଇଛି, ସେହି ସୂଚକ ଆଧାରରେ ଶିକ୍ଷାର୍ଥୀମାନଙ୍କୁ ଏହି ନମ୍ବର ପ୍ରଦାନ କରାଯିବ। ଶିକ୍ଷାର୍ଥୀମାନେ ବ୍ୟକ୍ତିଗତ ଭାବରେ ବା ଦଳଗତ ଭାବରେ ପ୍ରକଳ୍ପ କାର୍ଯ୍ୟଟିକୁ କରିପାରିବେ। ଦେଖନ୍ତୁ, ଏହି କାର୍ଯ୍ୟ ବ୍ୟକ୍ତିଗତ ହୋଇପାରିବ, ଦଳଗତ ମଧ୍ୟ ହୋଇପାରିବ। ଯଦି ଶିକ୍ଷାର୍ଥୀମାନେ ଦଳଗତ ଭାବରେ ପ୍ରକଳ୍ପଟିକୁ କରନ୍ତି, ତେବେ ପ୍ରକଳ୍ପର ବିବରଣୀ ବ୍ୟକ୍ତିଗତ ଭାବରେ ଲେଖିବେ। ଯେଉଁ ବିବରଣୀ ଲେଖିବେ ତାକୁ ବ୍ୟକ୍ତିଗତ ଭାବେ ଲେଖିବାକୁ ପଡ଼ିବ। ମୂଲ୍ୟାୟନ ମଧ୍ୟ ବ୍ୟକ୍ତିଗତ ଭାବରେ କରାଯିବ। ଅଷ୍ଟମ ଶ୍ରେଣୀର ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟ ପାଇଁ 15 ନମ୍ବର ରହିବ। ଦେଖନ୍ତୁ, ଏଠି ଗୋଟିଏ ଉଦାହରଣ ଦେଇଛି। ଗଣିତରେ ଗୋଟିଏ ପ୍ରକଳ୍ପ ଦିଆଯାଇଛି ସ୍ମିତାକୁ। ଗୋଟେ ପ୍ରକଳ୍ପରେ ସେ 10 ନମ୍ବର ରଖିଲା ଏବଂ ଆଉ ଗୋଟିଏ ପ୍ରକଳ୍ପରେ 16 ନମ୍ବର ରଖିଛି। ତେବେ ଆମେ 16 ନମ୍ବରକୁ ହିସାବକୁ ନେବା। ତା ଅର୍ଥ ଯେଉଁଟିରେ ଅଧିକ ନମ୍ବର ରଖିଥିବ ସେହି ପ୍ରକଳ୍ପଟିକୁ ଆମେ ନେବା। ଶିକ୍ଷାର୍ଥୀଟି 15 ନମ୍ବରରୁ କେତେ ନମ୍ବର ପାଇଲା ତାକୁ ହିସାବ କରିବା। ଅଷ୍ଟମ ଶ୍ରେଣୀ ପାଇଁ ବିଷୟ ଆଧାରିତ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ। ଦେଖନ୍ତୁ, ପ୍ରକଳ୍ପ କାର୍ଯ୍ୟର କିଛି ଉଦାହରଣ ଏଠି ଦେଇଛି। 2ଟି ପ୍ରକଳ୍ପ କାର୍ଯ୍ୟ କରି ସୂଚକ ଆଧାରରେ ଶିକ୍ଷାର୍ଥୀଙ୍କୁ ମୂଲ୍ୟାୟନ କରିବା। ଏଠି ଆମେ ଦେଖିବା ଓଡ଼ିଆର, ତୁମେ ଦେଖିଥିବା, ଶୁଣିଥିବା ବା ବୟସ୍କମାନଙ୍କୁ ପଚାରି ଯେକୌଣସି ଗୋଟିଏ ଅନ୍ଧବିଶ୍ୱାସ ଉପରେ ଲେଖ ଯାହାକି ଲୋକମାନଙ୍କୁ କଷ୍ଟ ଦେଇଛି। ଏପରି ଭାବନାରେ ପରିବର୍ତ୍ତନ ଆଣିବା ପାଇଁ ତୁମେ କ'ଣ ପଦକ୍ଷେପ ନେବ ବୋଲି ଭାବୁଛ, ସେହି ବିଷୟରେ ଦଳରେ 3ରୁ 5 ଜଣ ଆଲୋଚନା କରି ସାଙ୍ଗକୁ ପତ୍ର ଲେଖିବ। ଆଲୋଚନା କରିବ ଏବଂ ସାଙ୍ଗ ପାଇଁ ପତ୍ରଟିଏ ଲେଖିବ। ଏହାର ଶିକ୍ଷଣ ଫଳାଫଳ ରହିଛି 879। ଦୈନନ୍ଦିନ ଜୀବନର ବିଶେଷ ଘଟଣା ପରିସ୍ଥିତିକୁ ସୃଜନାତ୍ମକ ଢଙ୍ଗରେ ଲେଖିବ, ଯେପରି ସୋସିଆଲ ମିଡ଼ିଆରେ, ଖାତାରେ କିମ୍ବା ସମ୍ପାଦକ ନାମରେ ପତ୍ର ଇତ୍ୟାଦି। 2 ନମ୍ବର ପ୍ରକଳ୍ପ ରହିଛି କଳ୍ପନା କର 2ଟି ଗଛ ପରସ୍ପର ମଧ୍ୟରେ କଥା ହେଉଛନ୍ତି। ସେମାନଙ୍କ କଥାକୁ 5ଟି ବାକ୍ୟରେ ଲେଖ ଓ ଚିତ୍ର ଆଙ୍କ। ଏହାର ଶିକ୍ଷଣ ଫଳାଫଳ ରହିଛି 811। 8 ମାନେ ଅଷ୍ଟମ ଶ୍ରେଣୀ ପାଇଁ। ଗପ, କବିତା ଆଦି ପଢ଼ି ଲେଖିବାର ବିବିଧ ଶୈଳୀକୁ ଚିହ୍ନଟ କରିବ, ଯେପରି ବର୍ଣ୍ଣନାତ୍ମକ, ବିବରଣାତ୍ମକ, ଭାବାତ୍ମକ ଏବଂ ପ୍ରକୃତି ଚିତ୍ରଣ ଆଦି। ଏବେ ଦେଖିବା ପ୍ରୋଜେକ୍ଟଟିକୁ କିପରି ଆପଣମାନେ ମାର୍କିଂ କରିବେ, ଅର୍ଥାତ୍ ତାହାର ସୂଚକ କ'ଣ ରହିଛି। ଦେଖନ୍ତୁ, ସୂଚକ ରହିଛି, ଏଠି ନମ୍ବର ରହିଛି। ଯଦି ପିଲା ନିର୍ଦ୍ଧାରିତ ସମୟରେ ପ୍ରକଳ୍ପକୁ ସମ୍ପାଦନ କରିଛନ୍ତି ତ 5 ମାର୍କ ଦେବା। ଯଦି ପ୍ରକଳ୍ପକୁ ପରିଷ୍କାର ଭାବରେ କରିଛନ୍ତି ବା ଶବ୍ଦ ସମୂହ, ଭାଷାରେ ବ୍ୟବହୃତ ଶବ୍ଦ ସମୂହ, ବ୍ୟାକରଣଗତ ଶୁଦ୍ଧତା, ସୁନ୍ଦର ଅକ୍ଷର, ବର୍ଣ୍ଣନାଗତ ଶୁଦ୍ଧତା ପାଇଁ 3 ମାର୍କ। ପ୍ରକଳ୍ପ କାର୍ଯ୍ୟକୁ ସ୍ପଷ୍ଟ ଭାବେ ଯଦି ବର୍ଣ୍ଣନା କରିଛି, ଅର୍ଥାତ୍ ସ୍ପଷ୍ଟ ବର୍ଣ୍ଣନା ଶୈଳୀ, ବାକ୍ୟର ଉତ୍ଥାନ ପତନ, ବାକ୍ୟ ମଧ୍ୟରେ ଯଦି ସମ୍ପର୍କ ଠିକ୍ ଅଛି 3 ମାର୍କ ଦେବା। ପ୍ରକଳ୍ପ କାର୍ଯ୍ୟ ସମ୍ପର୍କିତ ପ୍ରଶ୍ନର ଯଦି ଠିକ୍ ଉତ୍ତର ଦେଇଛି, ଆତ୍ମବିଶ୍ୱାସ ସହ ନିଜକୁ ପରିପ୍ରକାଶ କରିଛି, 2 ମାର୍କ ଦେବା। ପ୍ରକଳ୍ପ କାର୍ଯ୍ୟକୁ ଦୈନନ୍ଦିନ ଜୀବନରେ ଯଦି ଉପଯୋଗ କରିପାରୁଛି, 2 ମାର୍କ ଦେବା। ଟୋଟାଲ ହେଲା 15 ମାର୍କ। ଏବେ ଦେଖିବା ପ୍ରକଳ୍ପଟି। ପ୍ରକଳ୍ପର ପ୍ରଥମ ପୃଷ୍ଠାଟିକୁ ଆପଣମାନେ ପ୍ରଥମେ ଏହିପରି ସୁନ୍ଦର ଭାବରେ ସଜାଇ ନେବେ ବିଭିନ୍ନ ଚିତ୍ର ଦ୍ୱାରା। ଇଏ ରହିଛି ପ୍ରକଳ୍ପ ନମ୍ବର 2। ଶିକ୍ଷାର୍ଥୀଙ୍କ ନାମ ରହିବ, ବିଦ୍ୟାଳୟର ନାମ ରହିବ, ଶ୍ରେଣୀ ରହିବ, ରୋଲ ନମ୍ବର ରହିବ ଏବଂ ପ୍ରକଳ୍ପର ନାମ ରହିବ। 2ଟି ଗଛ ପରସ୍ପର ମଧ୍ୟରେ କଥା ହେଉଛନ୍ତି। ସେମାନଙ୍କ କଥାକୁ 5ଟି ବାକ୍ୟରେ ଲେଖ ଓ ଚିତ୍ର ଆଙ୍କ।
ଏବେ ଦେଖିବା ପ୍ରକଳ୍ପଟି ଦେଖନ୍ତୁ। ଦୁଇଟି ଗଛର କଥୋପକଥନ। ଏଠି ନିଆଯାଇଛି ନିମ ଗଛ ଓ ବଟ ଗଛ। ନିମ ଗଛ କହୁଛି, ନମସ୍କାର ବଟଗଛ ଭାଇ, ଆଜି ପରିବେଶ ବହୁତ ଗରମ ଲାଗୁଛି। ବଟଗଛ କହୁଛି, ହଁ ନିମ ଭାଇ, ଗଛ କମିଯିବାରୁ ଏମିତି ହେଉଛି। ନିମ ଗଛ କହୁଛି, ଆମେ ଲୋକମାନଙ୍କୁ ଔଷଧ, ଛାୟା ଓ ଶୁଦ୍ଧ ବାୟୁ ଦେଉଛୁ। ବଟଗଛ କହୁଛି, କିନ୍ତୁ କେତେ ଲୋକ ଆମକୁ କାଟି ପକାଉଛନ୍ତି। ନିମ ଗଛ କହୁଛି, ଯଦି ଗଛ ରହିବ ପୃଥିବୀ ସୁନ୍ଦର ଓ ସୁସ୍ଥ ରହିବ। ବଟଗଛ କହୁଛି, ଠିକ୍ କଥା, ସମସ୍ତେ ଗଛ ଲଗାଇବା ଓ ଗଛ ସୁରକ୍ଷା କରିବା ଉଚିତ। ନିମ ଗଛ କହିଲା, ଆସ ଆମେ ସମସ୍ତଙ୍କୁ ପରିବେଶ ସୁରକ୍ଷାର ସନ୍ଦେଶ ଦେବା। ଏଥିରୁ ଶିକ୍ଷା ମିଳିଲା, ଗଛ ଆମ ଜୀବନର ରକ୍ଷା କବଚ, ତେଣୁ ଗଛ ଲଗାଇବା ଓ ଗଛ ଆମକୁ ସୁରକ୍ଷା ପ୍ରଦାନ କରିବ। ନିଷ୍କର୍ଷ, ଗଛ ବିନା ଜୀବନ ଅସମ୍ଭବ, ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ଗଛ ଲଗାଇବା ଓ ଗଛକୁ ସୁରକ୍ଷା କରିବା। ଏବେ ଦେଖନ୍ତୁ ଗଛର ଚିତ୍ର ଏବଂ ଏଠି ରହିଛି ନିମ ଗଛର ଚିତ୍ର। ଏବେ ଭୂମିକା ଦେଖନ୍ତୁ କ'ଣ ରହିଛି। ଭୂମିକାରେ ଲେଖିବେ, ଗଛ ପରିବେଶ ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ଅଟେ। ଗଛ ଆମକୁ ଶୁଦ୍ଧ ବାୟୁ, ଛାୟା, ଫଳ, ଔଷଧ ଓ ଜୀବନ ଦେଇଥାଏ। ଗଛ ନଥିଲେ ପୃଥିବୀରେ ବଞ୍ଚିବା ସମ୍ଭବ ନୁହେଁ। ଏହି ପ୍ରୋଜେକ୍ଟରେ ଦୁଇଟି ଗଛର କଥୋପକଥନ ମାଧ୍ୟମରେ ଗଛ ସୁରକ୍ଷାର ମହତ୍ତ୍ୱ ଦର୍ଶାଯାଇଛି। ଏବେ ଦେଖିବା 3 ନମ୍ବର ପ୍ରୋଜେକ୍ଟଟି ରହିଛି। ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ପଚାରି ଆଲୋଚନା କରି 5ଟି ପ୍ରହେଳିକା ସଂଗ୍ରହ କର। ଗୋଟିଏ ପୋଷ୍ଟର ତିଆରି କର, ଯେପରି ଏ ଘରେ ବୁଢ଼ୀ ମଲା, ସେ ଘରକୁ ବାସ୍ନା ହେଲା। ଉତ୍ତର ହେଲା ପଣସ। ଏଠାରେ ଗୋଟିଏ ପଟେ ପ୍ରହେଳିକା ଏବଂ ଅନ୍ୟ ପଟେ ଉତ୍ତର ଲେଖି ପୋଷ୍ଟର ପ୍ରସ୍ତୁତ କରିବା। ଶିକ୍ଷଣ ଫଳାଫଳଟି କ'ଣ ରହିଛି ଦେଖନ୍ତୁ। ଶିକ୍ଷଣ ଫଳାଫଳ ରହିଛି 814। ପାଠକ ଓ ଲେଖିବାର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ନିଜ କଥାକୁ ପ୍ରଭାବଶାଳୀ ଢଙ୍ଗରେ ଲେଖିବା। ଏବେ ଚାଲନ୍ତୁ ପ୍ରୋଜେକ୍ଟଟି ଉପରେ ନଜର ପକାଇବା। ଏହିପରି ଭାବରେ ଆପଣମାନେ ସୁନ୍ଦର ଗୁଡ଼ିଏ ଡିଜାଇନ୍ କରିଦେବେ ଏବଂ ଏହି ଡିଜାଇନ୍ରେ ଆପଣମାନେ ପ୍ରୋଜେକ୍ଟର ନାମ, ବିଦ୍ୟାଳୟର ନାମ, ଶିକ୍ଷାର୍ଥୀଙ୍କ ନାମ, ଶ୍ରେଣୀ, ରୋଲ୍ ନମ୍ବର ଏବଂ ପ୍ରକଳ୍ପର ନାମ ଲେଖିଦେବେ। ତାପରେ ଦେଖନ୍ତୁ, ଆମେ ଯେହେତୁ ପ୍ରହେଳିକା ଉପରେ ନେଇଛେ, ପ୍ରହେଳିକାର ଭୂମିକା। ପ୍ରହେଳିକା ଓଡ଼ିଆ ଲୋକ ସାହିତ୍ୟର ଏକ ଆକର୍ଷଣୀୟ ଅଂଶ। ଏହା ପ୍ରଶ୍ନ ଆକାରରେ ଥାଏ। ମନୁଷ୍ୟର ବୁଦ୍ଧି, ଚିନ୍ତନ, ତର୍କ ଶକ୍ତିକୁ ବଢ଼ାଇଥାଏ। ପ୍ରହେଳିକା ମାଧ୍ୟମରେ ଆମେ ଆନନ୍ଦର ସହିତ ଜ୍ଞାନ ଅର୍ଜନ କରିପାରୁ। ଦେଖିବା 5ଟି ପ୍ରହେଳିକା ଏବଂ ତାର ଉତ୍ତର। ପ୍ରହେଳିକା 1 ହେଲା, ଗଛରୁ ପଡ଼ିଲା ଟେକାଟିଏ, ତା ମୁଣ୍ଡରେ ଠେକାଟିଏ। ଉତ୍ତର ହେଲା ତାଳ। ପ୍ରହେଳିକା ନମ୍ବର 2, ହରଡ଼ ଚଢ଼େଇ ନରଡ଼ ପକ୍ଷୀ, କେଉଁ ଚଢ଼େଇର 3ଟି ଆଖି? ଉତ୍ତର ହେଲା ନଡ଼ିଆ। ପ୍ରହେଳିକା ନମ୍ବର 3, ଅମଞ୍ଜ ମଞ୍ଜା, ମଞ୍ଜି ନାହିଁ ସେତ, ଶୂନ୍ୟରୁ ଗଜା। ଉତ୍ତର ହେଲା ଛତୁ। ପ୍ରହେଳିକା ନମ୍ବର 4, କଞ୍ଚା ହଳଦିଆ, ପାଚିଲେ କଳା ରାଜ୍ୟରୁ ପଳା। ଉତ୍ତର ହେଲା ଖଜୁରୀ। ପ୍ରହେଳିକା ନମ୍ବର 5, ଗଛ ଉପରେ ଫଳ, ଫଳ ଉପରେ ଗଛ, ତାହା କ'ଣ? ଉତ୍ତର ହେଲା ସପୁରୀ। ଉପସଂହାର, ପ୍ରହେଳିକା ମାନେ କେବଳ ଖେଳ ନୁହେଁ, ଏହା ଜ୍ଞାନ ଓ ବୁଦ୍ଧି ବିକାଶର ଏକ ସରଳ ଓ ଆନନ୍ଦଦାୟକ ଉପାୟ। ଆମେ ସମସ୍ତେ ପ୍ରହେଳିକାକୁ ପଢ଼ି ଓ ଅଭ୍ୟାସ କରି ସାହିତ୍ୟକୁ ଆଗେଇ ନେବା ଉଚିତ। ଏବେ ଦେଖିବା ଆଉ କ'ଣ ରହିଛି ପ୍ରୋଜେକ୍ଟ। ବର୍ତ୍ତମାନ ଦେଖନ୍ତୁ 4 ନମ୍ବର ପ୍ରୋଜେକ୍ଟଟି। ପ୍ରଶ୍ନ ଅଛି, ତୁମ ଜୀବନକୁ ପ୍ରଭାବିତ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ, ଅନ୍ୟ କୌଣସି ବ୍ୟକ୍ତିଙ୍କ ବିଷୟରେ 10ଟି ବାକ୍ୟ ଲେଖ। ଏହାର ଶିକ୍ଷଣ ଫଳାଫଳ ରହିଛି 812। କୌଣସି ପାଠ ବିଷୟକୁ ପଢ଼ିବା ପରେ ବୁଝିବା ପାଇଁ ଆବଶ୍ୟକ ସ୍ଥଳେ ନିଜର ସାଙ୍ଗ କିମ୍ବା ଶିକ୍ଷକଙ୍କ ସାହାଯ୍ୟ ନେବ। ଅନ୍ୟାନ୍ୟ ସାମଗ୍ରୀ ଯେପରି ଶବ୍ଦକୋଷ, ମାନଚିତ୍ର, ଇଣ୍ଟରନେଟ୍ କିମ୍ବା ଅନ୍ୟ ପୁସ୍ତକର ମଧ୍ୟ ସାହାଯ୍ୟ ନେଇପାରିବ। ଏବେ ଦେଖିବା ପ୍ରୋଜେକ୍ଟଟି କିପରି ରହିଛି। ସାଙ୍ଗମାନେ, ଏହି ପ୍ରୋଜେକ୍ଟଟିର
ଏହି ପ୍ରୋଜେକ୍ଟକୁ ମଧ୍ୟ ଆପଣମାନେ ଯେଉଁ ସୂଚକଟି ପ୍ରଥମରୁ ମୁଁ କହିଥିଲି ସୂଚକ ଓ ନମ୍ବର ଆଧାରରେ ମାର୍କିଂ କରିବେ। ଚାଲନ୍ତୁ ଆରମ୍ଭ କରିବା। ପ୍ରଥମରୁ ଯେପରି ଦେଖେଇଥିଲି ଆପଣମାନେ କଭର ପେଜ୍ଟିକୁ ସେପରି ଡିଜାଇନ୍ କରିନେବେ। ତାପରେ ଆଉ ଗୋଟିଏ ଚାର୍ଟ ପେପରରେ ଏପରି ଭାବରେ ହେଡ଼ିଂ ଦେଇଦେବେ, ତୁମ ଜୀବନକୁ ପ୍ରଭାବିତ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ବିଷୟରେ 10ଟି ବାକ୍ୟ ଲେଖ। 1 ନମ୍ବର ଅଛି, ମୋ ଜୀବନକୁ ପ୍ରଭାବିତ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୋ ଗୁରୁମା। ତାଙ୍କ ନାଁଟି ଏଠି ଲେଖିବେ। ପାଠ୍ୟପୁସ୍ତକ ସହ ମୁଁ ତାଙ୍କଠାରୁ ପ୍ରତିଦିନ ନୀତି ଶିକ୍ଷା ପାଇଥାଏ। ଅତି ସହଜରେ ସେ ପାଠକୁ ବୁଝାଉଥିବାରୁ ମୁଁ ପାଠକୁ ଭଲ ଭାବେ ବୁଝିପାରେ। ତାଙ୍କର ଶିକ୍ଷାଦାନ ଶୈଳୀ ଉଚ୍ଚକୋଟୀର। ସମୟାନୁବର୍ତ୍ତିତା, ସଚ୍ଚୋଟତା, ପରିଶ୍ରମୀ, ସତ୍ୟବାଦିତା ଆଦି ଗୁଣ ମୁଁ ତାଙ୍କଠାରୁ ଶିଖିଛି। ବଡ଼ମାନଙ୍କୁ ସମ୍ମାନ ଓ ସାନମାନଙ୍କୁ ସ୍ନେହ କରି ସେ ପାଲଟି ଯାଇଛନ୍ତି ମୋ ପାଇଁ ଜନନୀ। ସେ ମୋ ମଧ୍ୟରେ ଭରି ଦେଇଛନ୍ତି ଆତ୍ମବିଶ୍ୱାସର ସ୍ରୋତ, ଯାହାଫଳରେ ମୁଁ ନିଜ ସ୍ୱପ୍ନକୁ ସାକାର କରିପାରିବି। ସେହି ଧାରଣା ମୋ ମନରେ ସୃଷ୍ଟି ହୋଇଛି। ଶିକ୍ଷଣ ପରିବେଶକୁ କିପରି ଆକର୍ଷଣୀୟ କରିହେବ ତାଙ୍କଠାରୁ ଶିଖିବାର ଅଛି। ମୋ ସଫଳତା ତାଙ୍କୁ ଖୁସି ଦେଉଥିବାରୁ ମୁଁ ଉତ୍ସାହିତ ହୋଇ ଆଗକୁ ବଢ଼ିବାର ରାସ୍ତା ପାଏ। ତାଙ୍କ ଭଳି ବ୍ୟକ୍ତିତ୍ୱ ବିରଳ, ତେଣୁ ମୁଁ ତାଙ୍କ ପରି ଏକ ଶିକ୍ଷକ ହୋଇ ନିଜ ଜୀବନକୁ ଜ୍ଞାନଦାନ ପାଇଁ ଉତ୍ସର୍ଗ କରିବାକୁ ଚାହେଁ। ଏହି ଥିଲା 4 ନମ୍ବର ପ୍ରୋଜେକ୍ଟଟି। ଆଶା କରୁଛି ନିଶ୍ଚୟ ଭାବେ ଆପଣମାନଙ୍କୁ ଭଲ ଲାଗିଥିବ। 5 ନମ୍ବର ପ୍ରୋଜେକ୍ଟଟି କ'ଣ ରହିଛି? ତୁମ ଭାଷା ପାଠ ବହିରୁ ଯେକୌଣସି ଗୋଟିଏ ବିଷୟରୁ 20ଟି ଶବ୍ଦକୁ ନେଇ ଅଭିଧାନଟିଏ ପ୍ରସ୍ତୁତ କରିବ। ଆପଣମାନେ 20ଟି ଶବ୍ଦ ନେବେ, ତାପରେ ତାକୁ କ'ଣ କରିବେ ନା ଅଭିଧାନଟିଏ ପ୍ରସ୍ତୁତ କରିବେ। ତା ଅର୍ଥ ସେହି ଶବ୍ଦର ଅର୍ଥ 4-5ଟି ଲେଖାଏଁ କମା ଦେଇକି ଲେଖିବେ ଏବଂ ଶବ୍ଦଗୁଡ଼ିକୁ ଆପଣମାନେ ଅଭିଧାନର ଯେଉଁ କ୍ରମ ଅଛି, ପ୍ରଥମେ ଅ, ତାପରେ ଆ, ଏହିପରି କ୍ରମରେ ସଜାଇକି ପ୍ରଥମେ ଲେଖିକି ତାର ଅର୍ଥଗୁଡ଼ିକୁ କ୍ରମରେ ଲେଖିବେ। ଏହାର ଶିକ୍ଷଣ ଫଳାଫଳ 812 ରହିଛି। କୌଣସି ପାଠ ବିଷୟକୁ ପଢ଼ିବା ପରେ ବୁଝିବା ପାଇଁ ଆବଶ୍ୟକ ସ୍ଥଳେ ନିଜର ସାଙ୍ଗ କିମ୍ବା ଶିକ୍ଷକଙ୍କ ସାହାଯ୍ୟ ନେବ। ଅନ୍ୟାନ୍ୟ ସାମଗ୍ରୀ ଯେପରି ଶବ୍ଦକୋଷ, ମାନଚିତ୍ର, ଇଣ୍ଟରନେଟ୍ କିମ୍ବା ଅନ୍ୟ ପୁସ୍ତକର ମଧ୍ୟ ସାହାଯ୍ୟ ନେଇପାରିବ। ଏଠି ତ ଦେଖୁଥିଲେ ସୂଚକଟି ଏହା ଯେଉଁ ରହିଛି ମୁଁ ଆଗରୁ କହି ନେଇଛି। ଏହି ସୂଚକ ଆଧାରରେ ଆପଣମାନେ ପିଲାଙ୍କୁ ମାର୍କ ଦେବେ। ଟୋଟାଲ ପ୍ରୋଜେକ୍ଟଟି 15 ମାର୍କ ରହିବ। ତା ଅର୍ଥ ଆମର ଅଷ୍ଟମ ଶ୍ରେଣୀ ପାଇଁ ପ୍ରୋଜେକ୍ଟର ୱେଟେଜ୍ ରହିବ 15%। 2ଟି ପ୍ରୋଜେକ୍ଟ ନେବେ। 2ଟି ପ୍ରୋଜେକ୍ଟ ଭିତରୁ ଯେଉଁ ପ୍ରୋଜେକ୍ଟଟିରେ ପିଲାଟି ଅଧିକ ନମ୍ବର ରଖିଥିବ ସେହି ପ୍ରୋଜେକ୍ଟଟିକୁ ଆପଣମାନେ ବାର୍ଷିକ ପରୀକ୍ଷା ପାଇଁ ଚୟନ କରିବେ। ଏବଂ ଆଶା କରୁଛି ଭିଡ଼ିଓଟି ନିଶ୍ଚୟ ଭାବେ ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ହେଇଥିବ। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ମତାମତ କମେଣ୍ଟ ମାଧ୍ୟମରେ ଦେବେ। ଯେଉଁ ବନ୍ଧୁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ନିଶ୍ଚୟ ଭାବେ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଆପଣମାନଙ୍କୁ ଯଦି ଅନ୍ୟ ପ୍ରୋଜେକ୍ଟ ଗୁଡ଼ିକ ଦରକାର ଅଛି ତ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।